ଆଜି ଥିଲା ଜନ୍ମାଷ୍ଟମୀ ପାଇଁ ଆଜି ଆମ ଘରେ ପ୍ରଥମେ ରାଶିକି ଭାଜି ତାକୁ ତାପରେ କୁଲାରେ ପାଛୁଡ଼ୁଛି। ପାଛୁଡ଼ିବା ଦ୍ୱାରା କ'ଣ ତା ଚୋପା ସବୁ ସାଇଡ଼୍ ହେଇଯିବ। ତ ସାଇଡ଼୍ ହେଇଗଲା ପରେ ତାକୁ ପୁଣି ପାଗ ପାଇଁ ପ୍ରିପାରେସନ୍ କରିବ। ତ ଦେଖନ୍ତୁ ଏଇ ଯେଉଁ ପାଛୁଡ଼ୁଛି କୁଲାରେ ପାଛୁଡ଼ୁଛି, ଆପଣମାନେ ପାଛୁଡ଼ି ପାରୁଥିବେ ଯଦି କମେଣ୍ଟରେ ଜଣେଇବେ। ଦେଖନ୍ତୁ ତା ଭିତରେ ସେ ପୋକ କି ଚୋପା କ'ଣ ଥିବ ସେଥିପାଇଁ ସିଏ ତାକୁ ବାଛୁଛି। ଦେଖନ୍ତୁ ତା ଚୋପାର କେମିତି ଅଟୋମେଟିକ୍ ସାଇଟ୍ ହେଇଯାଉଛି। ପାଛୁଡ଼ିବାର ବି ଗୋଟେ କଳା, ସମସ୍ତେ ବି କରିପାରିବେନି। ତାପରେ ନଡ଼ିଆ କୋରେଇଲା, ବଡ଼ ବଡ଼ ନଡ଼ିଆ, କେଡ଼େ ନଡ଼ିଆ ହେଇଛି, ବଡ଼ ବଡ଼ ନଡ଼ିଆ କୋରେଇଲା। ନଡ଼ିଆ କୋରେଇକି ତାକୁ ପୁଣି ପାଗ କଲା। ପାଗ କରି କେମିତି ଘାଣ୍ଟୁଛି ଦେଖନ୍ତୁ, ନଡ଼ିଆଟାକୁ କେମିତି ଘାଣ୍ଟୁଛି। ତାର ନଡ଼ିଆ ପାଣି ଅଂଶ ଘାଣ୍ଟି ସାରିଲା ପରେ ପାଗ ଆସିଲା ପରେ ସେଥିରେ ରାଶି ଢାଳିକି ସେ ପାଗ ସବୁ ବନେଇଲା। ରାଶି ପୁରା ପକେଇକି ସେ ପାଗ କେମିତି ତା କଲର୍ଟା କେମିତି ଆସିଗଲା, ଗୁଡ଼ ପକେଇ ତାକୁ ଘାଣ୍ଟି ଦେଲା ପରେ ତା କଲର୍ଟା କେମିତି ଆସିଗଲା, ପୁରା ଦେଖାଯାଉଛି। ଯେତେ ଘାଣ୍ଟୁ ସେତେ ଟେଷ୍ଟ ତା ଆସିବ। ସେ କମେଣ୍ଟ ବି ଜଣେଇବେ। ଅଛି ତାକୁ ଏମିତି ସବୁ ଗୁଳା କରିବାକୁ ପଡ଼ିବ। ମୁଁ ତାକୁ ଉଠି ଦିନ ସାରା ସେଇ କାମରେ ଲାଗିଛି। ଦିନ ସାରା ସେଇଆକୁ ତା ଦେହ ଖରାପ ସତ୍ତ୍ୱରେ ବି ସେ ସେଇ କାମକୁ ଦିନ ସାରା ଲାଗିକି କରୁଛି। ତାକୁ କରିସାରିଲା ପରେ ତାକୁ ପୁଣି ଗରମ ଥିବା ଅବସ୍ଥାରେ ତାକୁ ଗୁଳା କରିବାକୁ ପଡ଼ିବ, ନାହିଁ ତ ସେ ପୁରା ହାର୍ଡ଼ ହେଇଯିବ। ତେଣୁ ସେ ଗରମ ଟିକେ ରହିଛି ବୋଲି ତାକୁ ଗୁଳା କରି ଚାଲିଛି। ସରିଲା ପରେ ଦେଖନ୍ତୁ କେତେ ଗୁଳା ହେଇଗଲା, ଗୋଲ ଗୋଲ କୁନି କେତେ ଗୁଳା ହେଇଗଲା। କାରଣ ଏସବୁ ହେଉଛି ମନ୍ଦିର ଯିବ, ତା ସହିତ ବି ସାହି ପଡ଼ିଶାରେ ଦେବାକୁ ପଡ଼ିବ। ତେଣୁ ସେଇ ହିସାବରେ ବନେଇବାକୁ ପଡ଼ିବ। କାହିଁକିନା ଗାଁ ଗହଳିରେ ରହିଲେ ମାନେ ସମସ୍ତଙ୍କୁ ସାହି ପଡ଼ିଶା ସମସ୍ତଙ୍କୁ ନେଇ ଚଳିବାକୁ ପଡ଼ିବ। ତେଣୁ ସେଥିପାଇଁ ଘରେ କିଛି ରହିବ, ଆଉ ଭୋଗ ହେବ, ତା ସହିତ ବି ସାହି ପଡ଼ିଶାରେ ବି ବଣ୍ଟାଯିବ। ତା ସହିତ ବୋଉ ଲାଷ୍ଟକୁ ଗୋଟେ ବଢ଼ିଆ ବନେଇଛି, ଆପଣ ଦେଖନ୍ତୁ। କେଡ଼ିକିଟେ ହେଇଛି, କେତେ ସୁନ୍ଦର ଦେଖାଯାଉଛି। ଦେଖନ୍ତୁ କେଡ଼ିକିଟେ ହେଇଛି।